आपण समस्त को ग्रामवासी तथा प्रत्येक जो आम सुषमाची दल जो शोभनीय पाद आज आम दाण्ड पड़ी समस्त प्रभु को धन्यवाद विश्वास बचा से आमको शिखे आई भरोसा आम भी आज निर्णय नौ कि बापा भली सब कार्य आगे आउ बढ़ी जावाई आज आपण जो उपहार गुड़ाक देले से आपंकर स्नेह किंतु एतकी आपंकर जिम्मेदारी कि आपण दायित्व समाप्त हो ना प्रार्थनार बड़ बोझ गोटे आपण हाथ में तोड़ी दूचु जोटा सबुदिन आम स्थानीय मंडली तथा प्रत्येक प्रभु को दास दासी मैंने निज पाखरे रखिए आम प्रत्येक दिन प्रार्थनार स्मरण करेंगे शोकसभा जी आज उपस्थित होती समस्त को धन्यवाद देवा संगे संगे परिवार तरफ छोट भोजन व्यवस्था करा जायछि प्रार्थना सभा पर समस्त भोजन अंश होगी निहाती जगह छोट प्रेमर उपहार जोटा आपन को सब मन मन स्मरण कर साहय कर प्रार्थना क्या आगे जी अच्छा से आगे धन्यवाद प्रार्थना करते आकोट रहना लैंड पका आनमा हाँ गोटे गोटे देते गोटे दे ओके दो जगन्नाथपुर लोक तुम बाबा फोटो तले प्रतिनिधि निर्भरतु वर्तमान शेष तारिख जीवा ए शेष अवसरे हमर सम्मुखरे सरला कारण तुम सब अवस्था तुम आम प्रतिपाल कर आम दुख सुख बुझी आसुवा एकमात्र सुधार आम तुम धन्यवाद करुछु प्रभु आज मंडली परिवार तुम लोक हरे जते दिन सेवा कार्य केवल तुम तुम कथा कही कही तुम नाम गाई गाई ख्रीष्टीय समाज आम समस्ते आमर सामर विषय कह प्रभु का नाम धन्यवाद हो आमर पूर्वतन चालक पूर्व लेंगे थे चालक थे सहित आम थिलु से दुख सुख से परिचालन कर बर्तमान पिला बार बार से छाड़ी
ଗୋଟେ ସଂସ୍ଥାରେ କାମ କରୁଥିଲା, କିନ୍ତୁ ତାଙ୍କ ପ୍ରଭୁ ନେଇଥିବାରୁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ମଣ୍ଡଳୀ ସହିତ ଆମେ ଦେଖା ସାକ୍ଷାତ ହେଇ ତାଙ୍କର ସେବା କରିବାକୁ ଯାଉଛୁ, ତାଙ୍କ ଦୁଃଖକୁ ଆମେ ପ୍ରକାଶ କରି ଯାଉଛୁ। ପ୍ରଭୁ ତାଙ୍କ ଖବରକୁ ତାଙ୍କ ପରିବାରକୁ ଆଶୀର୍ବାଦ କରୁଛୁ। ପ୍ରଭୁଙ୍କୁ ଧନ୍ୟବାଦ ଜଣାଉଛୁ। ପୁଣି ଆମ ନଜର ଖ୍ରୀଷ୍ଟୀୟ ଖବର ଚ୍ୟାନେଲ୍ ପାଇଁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ କୁଣା ବାବୁଙ୍କ ପାଇଁ। ଆଜି ଲେଙ୍ଗେ ଶାଖା ମଣ୍ଡଳୀରେ ଆମମାନେ ଇମାନୁଏଲ ସୁସମାଚାର ଦଳ ଇମାନୁଏଲ ଗସ୍ପେଲ୍ ଟିମ୍ ଆମମାନେ ଏକ ବିଶେଷ କାର୍ଯ୍ୟ ନିମନ୍ତେ ଆମେ ଆସିଥିଲୁ। ତାହା ହେଉଛି ଆମମାନଙ୍କର ସ୍ୱର୍ଗତ ସାମୁଏଲ ପାଳକ ସାମୁଏଲ ସିଂ, ଯିଏକି ଦୀର୍ଘ ବର୍ଷ ଧରି ଏହି ମଣ୍ଡଳୀରେ ସେ ଅନେକ ଥର ପାଖାପାଖି 15ରୁ 18 ଥର ସେ ଚାଳକୀୟ ସେବା କାର୍ଯ୍ୟ କରୁଥିଲେ। ତଥା ଆମମାନଙ୍କର ଇମାନୁଏଲ ସୁସମାଚାର ଦଳ ମଧ୍ୟ ଆମେ 2014ରେ ଆମେ ଗଠନ କଲୁ। ସେଇ 2014 ଇମାନୁଏଲ ସୁସମାଚାର ଦଳ ଗଠିତ ହେବାର ତାର କିଛି ମାସ ପରେ ସେ ଆମମାନଙ୍କର ଟିମ୍ ସହିତ ସେ ଜଡ଼ିତ ହେଲେ। ତା ସହିତ ଆଉ ଇଣ୍ଟ୍ରୋଡ୍ୟୁସ୍ କଲେ ଆମମାନଙ୍କର ଆଉ ପ୍ରଧାନ ଆଜ୍ଞା। ଏଇ ଦୁଇ ଜଣ ଏମାନଙ୍କର ବୟସ ଅଧିକ ହେଲେ ସୁଦ୍ଧା ଦୀର୍ଘ 100 କିଲୋମିଟରରୁ ଅଧିକ ହେବ ସେମାନେ ଏଇଠୁ ରାତି ବସ୍ ଧରିକି ସେମାନେ କାଶୀନଗର ଆସୁଥିଲେ। ଆଉ ସେଠୁ ଯାଇକି ଆମେ ବିଭିନ୍ନ ଆନ୍ଧ୍ର ସୀମା ଅଞ୍ଚଳରେ ରାୟଗଡ଼ା ବର୍ଡ଼ର ପୁଣି ଗଜପତିର ବିଭିନ୍ନ ଅପହଞ୍ଚ ଜାଗାମାନଙ୍କରେ ସୁସମାଚାର ଆମେ ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ପୁଣି ଆମେ ଚତୁର୍ଥ ବୁଧବାର ଆଜି ପର୍ଯ୍ୟନ୍ତ କଣ୍ଟିନ୍ୟୁ ଚାଲିଛି। ତ ପ୍ରିୟ ଦାସ ଆମମାନଙ୍କ ଟିମ୍ ସହିତ ସକ୍ରିୟ ଭାବରେ ରହିଥିବାରୁ ଆମେ ତାଙ୍କର ମରଣ ଦିନ ମଧ୍ୟ ସମାଧି କାର୍ଯ୍ୟରେ ଆମେ ଆଉ ସହଭାଗିତା ହେଇଥିଲୁ। ତଥା ଆଜି ତୃତୀୟ ଦିବସରେ ଏକ ସାନ୍ତ୍ୱନା ପ୍ରାର୍ଥନା ମଧ୍ୟ ଆମେ ସହଭାଗିତା କରିବା ପାଇଁ ଆମେ ଆସିଥିଲୁ। ସର୍ବପ୍ରଥମେ ଧନ୍ୟବାଦ ଦିଏ ପ୍ରଭୁଙ୍କୁ। ପୁଣି ସେହିପରି ଭାବରେ ଆମ ଖ୍ରୀଷ୍ଟିଆନ ନଜର ଚ୍ୟାନେଲକୁ ମଧ୍ୟ ଧନ୍ୟବାଦ ଦିଏ। ପୁଣି ଆମମାନଙ୍କର ସ୍ୱର୍ଗତ ସାମୁଏଲ ଆଜ୍ଞାଙ୍କର ମରଣ ଶୁଣି ଆମେ ମର୍ମାହତ। ପୁଣି ଆମେ ସେ ମରଣ ଦିନ ଆସିଥିଲୁ। ପୁଣି ଆଜି ମଧ୍ୟ ତାଙ୍କର ତୃତୀୟ ଦିନର ଆଉ ତାଙ୍କର ପ୍ରାର୍ଥନାର ଧନ୍ୟବାଦ ପ୍ରାର୍ଥନା ବା ଶୋକୋକ୍ତ ପ୍ରାର୍ଥନା ନିମନ୍ତେ ଆସିଛୁ। ପୁଣି ତାଙ୍କର ପରିବାରକୁ ଭେଟିଲୁ ଆମ ଟିମ୍ ତରଫରୁ ଇମାନୁଏଲ ଗସ୍ପେଲ୍ ଟିମ୍ ତରଫରୁ। ପୁଣି ଆମେ ଆଉ ତାଙ୍କ ସହିତ ଅନେକ ବର୍ଷର ଯେଉଁ ପ୍ରକାର ମିଳନ ଥିଲା ସେ ମିଳନକୁ ଆମେ ବାଣ୍ଟିଲୁ ସମସ୍ତଙ୍କ ଆଗରେ। ବିଶେଷ କରି ଆମେ ଖୁସି ଅଟୁ ଯେ ଆମ ସହିତ ସେ ରହିଥିଲେ। ସେ ଜଣେ ବୃଦ୍ଧ ଲୋକ ହେଲେ ମଧ୍ୟ ଆଉ ତାଙ୍କ ଦ୍ୱାରା ଆମେ କିଛି ବିଷୟ ଶିଖିଅଛୁ ଯେ ତାଙ୍କ ନମ୍ରତା ବିଷୟ, ତାଙ୍କରି ପ୍ରେମ ବିଷୟ, ପୁଣି ତାଙ୍କର ଧୈର୍ଯ୍ୟ, ପୁଣି ବୟସ ହେଲେ ମଧ୍ୟ ସୁସମାଚାର ପାଇଁ ଆଗେଇ ଯାଇଛନ୍ତି। ଏଥିପାଇଁ ଆମ ଟିମ୍ ପାଇଁ ବିଶେଷ କରି ଆମମାନଙ୍କର ଗହଣରେ ଆମମାନଙ୍କର ସମ୍ମିଳନୀ ପାଳକ ଆଜ୍ଞାମାନେ ଅଛନ୍ତି, ପ୍ରଚାରକ ବୃନ୍ଦମାନେ ଅଛନ୍ତି। ପୁଣି ଆମ ଟିମ୍ ପାଇଁ ବିଶେଷ କରି ଆଉ ଆମମାନଙ୍କର ସମ୍ମିଳନୀରେ ଗଜପତିରେ ଆଉ ଯେ ପ୍ରତ୍ୟେକ ଜାଣିବେ ସୁସମାଚାର ଟିମ୍ ଅଛି, ଗସ୍ପେଲ୍ ଟିମ୍, ଇମାନୁଏଲ ଗସ୍ପେଲ୍ ଟିମ୍। ଆମ ଟିମ୍ ପାଇଁ ପ୍ରାର୍ଥନା କରନ୍ତୁ ଯେପରି ଆମେ ଅନେକ ଜାଗାମାନଙ୍କୁ ଯାଇକି ଅପଞ୍ଚ ଜାଗାମାନଙ୍କୁ ଯାଇ ସୁସମାଚାର ପ୍ରଚାର କରି ଅନେକ ଆତ୍ମାକୁ ଆମେ ଲାଭ କରିପାରିବୁ। ଧନ୍ୟବାଦ। ନମସ୍କାର ଜ୍ଞାପନ କରେ। ନମସ୍କାର। ପାଳକ ସ୍ୱର୍ଗୀୟ ସାମୁଏଲ ସିଂଙ୍କର ସାନ୍ତ୍ୱନା ପ୍ରାର୍ଥନାରେ ଆମେ ଯେତେ ଉପସ୍ଥିତ ଅଛୁ ଏଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ପ୍ରିୟ ପ୍ରଭୁଙ୍କ ଦାସ ଏକ ନିଷ୍କପଟ ନିଷ୍ଠାବାନ ପ୍ରଭୁଙ୍କ ସେବାରେ ଉଦ୍ୟୋଗୀ ବିଶ୍ୱସ୍ତ ସେବକ ଥିଲେ। ଆଉ ଦୀର୍ଘ 76 ବର୍ଷ ପ୍ରଭୁଙ୍କ ସେବାରେ ଆପଣା ଜୀବନକୁ ଅତିବାହିତ କରୁ କରୁ 76 ବର୍ଷ ମଧ୍ୟରେ ପ୍ରଭୁ ତାଙ୍କ କୋଳକୁ ତାଙ୍କୁ ନେଲେ। ଆଉ ତାଙ୍କ ଶେଷ କୃତି କାର୍ଯ୍ୟ ଉତ୍ତମ ଭାବରେ କରାଗଲା। ତା ସହିତ ପରିବାରର ଦୁଃଖିତ ପ୍ରତ୍ୟେକଙ୍କୁ ମଣ୍ଡଳୀ ଶାଖା ମଣ୍ଡଳୀ ଲେଙ୍ଗେ ଦ୍ୱାରା ପୁଣି ସେ ଯେଉଁ ଦଳମାନଙ୍କରେ ଥିଲେ ଅର୍ଥାତ୍ ହୋଲି ଗସ୍ପେଲ୍ ଟିମ୍ ପୁଣି ଇମାନୁଏଲ ଗସ୍ପେଲ୍ ଟିମ୍ ସହିତ ଉତ୍ତମ ଭାବରେ ତାଙ୍କ ସେବାକୁ କରିଛନ୍ତି। ତାହା ତାଙ୍କ ଟିମ୍ର ସମସ୍ତ ସଦସ୍ୟମାନେ ସ୍ୱୀକାରୋକ୍ତି ଦେଇ ତାଙ୍କର ଗୌରବ କରିଛନ୍ତି। ତତ୍ସଙ୍ଗେ ସଙ୍ଗେ ପ୍ରିୟ ଛୋଟ ଶାଖା ମଣ୍ଡଳୀରୁ ଏକ ଉତ୍ତମ ବିଶିଷ୍ଟ ବ୍ୟକ୍ତି ଉତ୍ପନ୍ନ ହୋଇ ଦେଶ ବିଭିନ୍ନ ଅଞ୍ଚଳରେ କୋଣେ ଅନୁକୋଣେ ଗ୍ରାମେ ସୁସମାଚାର ପ୍ରଚାର କରି ଅନେକ ଆତ୍ମାଙ୍କୁ ସେ ଲାଭ କରିଛନ୍ତି। ତତ୍ସଙ୍ଗେ ସଙ୍ଗେ ଜଗନ୍ନାଥପୁରରେ ମଣ୍ଡଳୀର ପାଳକ ଭାବରେ ଦାୟିତ୍ୱ ନେଇ କର୍ତ୍ତବ୍ୟ ସାଧନ କରୁଥିଲେ। ଆଉ ତାଙ୍କ ନିଷ୍ଠାବାନ ପାଇଁ ଆମେ ଧନ୍ୟବାଦ ଦେଉ ପ୍ରଭୁଙ୍କୁ। ତତ୍ସଙ୍ଗେ ଦୁଃଖିତ ପରିବାରକୁ ପ୍ରଭୁ ଶାନ୍ତି ସାନ୍ତ୍ୱନା ଦିଅନ୍ତୁ। ଏ ପ୍ରକାର ଏକ ବୃଦ୍ଧ ଏବଂ ବିଶ୍ୱସ୍ତ ଦାସଙ୍କୁ ଆମେ ହରେଇ ଦୁଃଖିତ।
किंतु प्रभु को योजना सफल होइतिबारु प्रभु को धन्यवाद। त्राणकर्ता प्रभु जीशु को धन्यवाद देवा संगे संगे आम नजर चैनल को मध्य मु धन्यवाद ज्ञापन करे। विशेष भाव में आज स्वर्गीय पालक सामुएल सिंह शोक सभारे आम इमानुएल गॉस्पेल टीम एवं होली गॉस्पेल टीम माध्यम प्रभु को सेवा उपासना करने परिवार को सुख माने शोक संताप परिवार को सांत्वना देवा निमंते एकत्र होइछु। आ से दास प्रभुंकर सेवारे तांकर शेष पर्यंत प्रभुंक ठारे रही जीवन यापन करिथिबारु प्रभु तांको तांको परिवार को शांति सांत्वना दे मंडली को मध्य सांत्वना दे आ आशीर्वाद करूँ। एमानुएल फाउंडर आगे आछंती से पालक उत्कल बाप्टिस्ट मंडली सम्मिलनी अंतर्गत लेंगे शाखा मंडली रे प्रभु को विशिष्ट दास आचार्य पालक सामुएल सिंह को तृतीय सुकाकूल दिवस रे आमे उपस्थित अछु। एही अवसर रे स्वर्गीय सामुएल सिंह आपणार 16-17 वर्ष बयस रे प्रभु जीशु ठारू आह्वान पाई से एब्रियम क्रुसेड कटक को चलीगले। सेठारे 4-5 वर्ष विजातीय स्वजाति मानक निकटरे सुसमाचार प्रचार कलापरे लेंगे समाज तांकरी धर्मीय परायणता सकाशु सेमाने सेठारू टाणी आनी दीर्घ 18 वर्ष चालकीय सेवा कार्य दायित्व देइथिले। तही परे आउ से प्रथमे होली गॉस्पेल ऑफ इंडिया रे सेवा कार्य करुथिबा समय रे द्वितीय रे इमानुएल गॉस्पेल टीम रे सेवा कार्य करी आसुथिले। पुणी तृतीय रे तांकर आह्वानर बलिष्ठता सकाशु जगन्नाथपुर मंडली रे से पालकीय सेवा कार्य करी आसुथिबा अवस्था रे प्रभु तांकु नेइछंती। धन्यवाद।